जय हिंद। देखो आज आम कौन देखा जे ना आम देशीय राज्य मिश्रण आम आ गए थी कौन जे जम्मू काश्मीर भारत अंग विशेष किभली भाव में से विषय आज आम देखा जे आम जो 562 राजा आम जो कौन थे जो देशीय राजा नथिले कि से देशीय राजा मान आम जम्मू काश्मीर थिला कौन जे अन्यतम आम गोटे थिला जे कौन भावुला ना मु स्वाधीन होगी कौन रही स्वाधीन माने कौन ना मु भारत सहित मिसिबी ना कि पाकिस्तान सहित मिसिबी ମୁଁ କଣ କରିବି ନା ମୁଁ ସ୍ୱାଧୀନ ମାତ୍ରାରେ କଣ କରିବି ନିଜ ଦେଶକୁ ମୁଁ ନିଜେ ଚଲେଇବି ଏବଂ ନିଜ ଦେଶକୁ ମୁଁ ଶାସନ କରିବି। ଦେଖନ୍ତୁ ଜାମ୍ମୁ କାଶ୍ମୀର କଣ ଥିଲା ନା ଗୋଟେ ଦେଶ ରାଜା ଥିଲା ଯେ କି ଭାରତ ସହିତ ମିଶେଇ ପାରୁଥିଲା କି ପାକିସ୍ତାନ ସହିତ ମିଶେଇ ପାରୁଥିଲା। ଭାରତର ଉତ୍ତରରେ ଆମର କିଏ ଅଛି ନା ଜାମ୍ମୁ କାଶ୍ମୀର ଅଛି ଯାହାକୁ ଭାରତର ସ୍ୱର୍ଗ ବି ମଧ୍ୟ ହେଲେ କୁହାଯାଇଥାଏ। ହେଲେ ଜାମ୍ମୁ କାଶ୍ମୀର ଆମେ ଜାଣିବା ବର୍ତ୍ତମାନ ତାର ଅବସ୍ଥିତି କଣ ଅଟେ ନା ଦେଖନ୍ତୁ ଜାମ୍ମୁ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଯାହାକି ଆମର ଆର୍ଟିକଲ 1 ରେ ଆମର ଉଲ୍ଲେଖ ହୋଇକରି ଅଛି। ଜାମ୍ମୁ କାଶ୍ମୀରର ରାଜଧାନୀ କଣ ଅଟେ ନା ଶ୍ରୀନଗର ଅଟେ। ଯେତେବେଳେ କଣ ଅଛି ନା ଶୀତ ଦିନ ଗ୍ରୀଷ୍ମ ଋତୁ ଆସିଥାଏ ଗ୍ରୀଷ୍ମ ଋତୁରେ ସେ ନିଜର ରାଜଧାନୀ କୋଉଠି କରିଥାଏ ନା ଶ୍ରୀନଗର କରିଥାଏ ଏବଂ ଶୀତ ଦିନେ ସେ ନିଜର ରାଜଧାନୀ କୋଉଠି କରିଥାଏ ନା ଆମର ଜାମ୍ମୁରେ ସେ ନିଜର ରାଜଧାନୀ କରିଥାଏ। ବର୍ତ୍ତମାନ ଭାରତ ସହିତ ଅବସ୍ଥିତି କଣ ଅଟେ ନା ଇଏ ହେଉଛି କଣ ୟୁନିୟନ ଟେରିଟୋରୀ ଯାହାକୁ ଆମେ କଣ କହୁଛନ୍ତି ନା କେନ୍ଦ୍ର ଶାସିତ ଅଞ୍ଚଳ ଅଟେ କିନ୍ତୁ ଇଏ ପୁରାପୁରି ରାଜ୍ୟର ମାନ୍ୟତାରେ ଥିଲା ଆଉ ରାଜ୍ୟ ନାହିଁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତାରେ ଇଏ ଥିଲା। ବର୍ତ୍ତମାନ ଦେଖନ୍ତୁ ଇଏ ଭାରତ ସହିତ କଣ ମିଶିଲା କିପରି ଭାବରେ ମିଶିଲା ଥିଲା ଆମେ ଜାଣିବା। ଯେପରି ଆମର ଏଠାକାର ରାଜା ଥିଲେ କଣ ଯେ ରାଜା ହରି ସିଂ ଥିଲେ ଯିଏ କି କଣ ଥିଲେ ହିନ୍ଦୁ ରାଜା। ଭାରତରେ ଆମର 80% ପାଖାପାଖି ଲୋକମାନେ କଣ ନା ହିନ୍ଦୁ ଧର୍ମକୁ ଆମର ମାନୁଛନ୍ତି। ତେଣୁକରି ବୋଲି ଭାରତର ବି ମଧ୍ୟ ଗୋଟେ ପ୍ରକାର କଣ ଥିଲା ଆଶା ଥିଲା ଯେ ସେଠାକାର ରାଜା ଯଦି କଣ ଅଟନ୍ତି ହିନ୍ଦୁ ଅଟନ୍ତି ସେ ଅବଭିୟସଲି ଭାରତ ସହିତ ହିଁ ମିଶିବେ କିନ୍ତୁ ସେଠାକାର ଜନତା କଣ ଥିଲେ ନା ମୁସଲମାନ ଥିଲେ। ଅଧିକାଂଶ ଜନତା କଣ ଥିଲେ ନା ମୁସଲମାନ ଥିଲେ ଆଉ ସେଠାକାର ଯୋଉ ଇଏ ତ ରାଜା ଥିଲେ ଆଉ ସେଠାକାର ଯୋଉ କଣ ଯୋଉ ପ୍ରଧାନମନ୍ତ୍ରୀ ଥିଲେ କିଏ ନା ଶେଖ ଅବଦୁଲ୍ଲା କଣ ଥିଲେ ସେଠାକାର ପ୍ରଧାନମନ୍ତ୍ରୀ ଥିଲେ ଯିଏକି ଜଣେ ମୁସଲମାନ ବୁଝିଲେ ଆପଣଙ୍କୁ ଯେ ରାଜା ଥିଲେ ଆମର ହରି ସିଂ କିନ୍ତୁ ସେଠାକାର ଆମର ଯୋଉ କଣ ନା ଅଧିକାଂଶ ଲୋକମାନେ ବି ମଧ୍ୟ କଣ ଅଟନ୍ତି ମୁସଲମାନ କିନ୍ତୁ ସେଠାକାର ପ୍ରଧାନମନ୍ତ୍ରୀ ଆମେ କହିପାରିବା ଯେ ରାଜା ମେନ୍ ଡିସିସନ ନେଇଥାନ୍ତି କିନ୍ତୁ ଜନତା ଅଧିକ କାହାକୁ ଜାଣିଥାନ୍ତି ନା ତାଙ୍କ ଗହଳିକି ଯାଇକି ଯିଏ କଣ କରିଥାଏ ନା ତାଙ୍କୁ ସମାଧାନ କରିଥାଏ। ସେଠାରେ ଶେଖ ଅବଦୁଲ୍ଲାକୁ ସମସ୍ତେ ଚିହ୍ନିଥିଲେ ଆଉ ଶେଖ ଅବଦୁଲ୍ଲା ଚାହୁଁଥିଲା କଣ ଯେ ମୁଁ କଣ ପାକିସ୍ତାନ ସହିତ ମିଶି ହେଲେ ପାକିସ୍ତାନ ହିଁ ମତେ କଣ ଚାହୁଁଥିଲା ଯେ ଯେ ଜାମ୍ମୁ କାଶ୍ମୀର ଭାରତ ସହିତ ମିଶିଲେ ହବ ନାହିଁ କି ସେ ସ୍ୱତନ୍ତ୍ର ହେଇକି ରହିଲେ ହବ ନାହିଁ। କାହିଁକି କାହିଁକି ନା ଏଠି ଆମର ଅଧିକାଂଶ ଲୋକମାନେ ଯେହେତୁ ମୁସଲମାନ ରହୁଛନ୍ତି ତେଣୁ କରିବି କଣ ପୁରାପୁରି ମୋର ସମ୍ପୂର୍ଣ୍ଣ ଅଧିକାର ଅଛି ଯେ କଣ କରିବି ମୁଁ ନା ଜାମ୍ମୁ କାଶ୍ମୀରକୁ ମୋର ଦେଶ ସହିତ ମିଶେ। ତେଣୁ କରିବି ପାକିସ୍ତାନ ସେତେବେଳକୁ ଆମର କଣ ଥିଲେ ନା ମୁଖିଆ ଥିଲେ। ମୁଖିଆ କିଏ ଥିଲେ ମୁଖିଆ ଯାହାକୁ ଆମେ କଣ କହିପାରିବା ନା ସେତେବେଳକୁ ଗଭର୍ଣ୍ଣର ଜେନେରାଲ ଆମର ଏଇ ଯୋଉ ରାଷ୍ଟ୍ରପତି ଜିନିଷ ନାହିଁ କି ସେଠାକାର ମଧ୍ୟ ସେତେବେଳେ ଗଭର୍ଣ୍ଣର ଜେନେରାଲ ସେଠି ଆମର ଥିଲେ। କିଏ ଥିଲେ ନା ମହମ୍ମଦ ଅଲି ଜିନା। ମହମ୍ମଦ ଅଲି ଜିନା କଣ କହିଲେ ନା ଇଏ କାହା ଥିଲେ ଯାଇକି କଥା ହେଲେ ନା ଡାଇରେକ୍ଟ ରାଜା ସହିତ ନ କଥା ହେଇକି ଅବଦୁଲ୍ଲା ସହିତ ଯାଇକି କଥା ହେଲେ ଆଉ ଅବଦୁଲ୍ଲାକୁ କଣ କହିଲେ ଯେ ତୁ ଯାହା କରୁଛୁ କରେ ତୁ ଭାରତ ସହିତ ମିଶାନା ତୁ ମୋ ସହିତ ମିଶିଲା ତୁ ସ୍ୱତନ୍ତ୍ର ହେଇକି ରହନା। ଅବଦୁଲ୍ଲା ଆଜ୍ଞା ଆମର ତ ଅଛନ୍ତି ରାଜା ଅଛନ୍ତି ସିଏ ତ ଚାହୁଁଛନ୍ତି ମୁଁ ସ୍ୱତନ୍ତ୍ର ଦେଶ ହେଇକି ରହିବି ତମେ ଟେନସନ ନିଅନ। ଯେତେବେଳେ ବି ମଧ୍ୟ କଣ ଆପଣ କଣ ରାଜାକୁ ଧୋକା ଦେଇ ଦିଅନ୍ତୁ ରାଜାର ସବୁ କଣ ଖୁଫିଆ ଜାନକାରୀ ଗୁଡିକ ମାନେ ଯାହା ପାଇଁ ଲୁକେଇ ରଖିଛନ୍ତି ସବୁ ଯାହା ମତେ ଜଣେଇ ଦିଅନ୍ତୁ ମୁଁ କଣ କରିବି ଇଆଡେ ମୋର ଆର୍ମି ପଠେଇ କଣ କରିବି ନା ଜାମ୍ମୁ କାଶ୍ମୀର ଉପରେ ଆଟାକ କରିବି ଆଉ ଯେତେବେଳେ ଜାମ୍ମୁ କାଶ୍ମୀର କଣ ହେଇଯିବ ନା ପାକିସ୍ତାନ ସହିତ ମିଶିଯିବ ଏଠାକାର ତମକୁ ମୁଁ କଣ କରିଦେବି ନା ପ୍ରଧାନମନ୍ତ୍ରୀ କରେଇଦେବି ମାନେ ଏଠାକାରକୁ ରାଜା ତମତି କରେଇଦେବି ବୋଲି ମହମ୍ମଦ ଜିନା କାହାକୁ ସ୍ୱପ୍ନ ଦେଖାଇଲେ ନା ଶେଖ ଅବଦୁଲ୍ଲାକୁ ଏପରି ଭାବରେ ସ୍ୱପ୍ନ ଦେଖେଇଲେ। ଆମ ଛନ ସ୍ୱପ୍ନ କାହିଁକି ଛନ ଛନ ହେଲା କାହିଁକିନା ଇଏ କଣ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଇଏ ପ୍ରଧାନମନ୍ତ୍ରୀ ଥିଲା କିନ୍ତୁ ଅଣ୍ଡରରେ କାହାର ଥିଲା ରାଜା ହରି ସିଂଙ୍କ ଅଣ୍ଡରରେ ଥିଲା କିନ୍ତୁ ଯେତେବେଳେ ପାକିସ୍ତାନ କଣ କହିଲା ନା ମୁଁ ତତେ ସମ୍ପୂର୍ଣ୍ଣ ମାତ୍ରାରେ କଣ କରିଦେବି ଜାମ୍ମୁ କାଶ୍ମୀର ଅଧିକାରୀ କରିଦେବି ତେଣୁକରି ଆମ ମନ କଣ ହେଲା ଛନ ଛନ ହେଲା। ଇଏ ଯାହା ବି ମତେ ସବୁ ଖୁଫିଆ ଜାନକାରୀ କାହାକୁ ଦେଇଦେଲା ନା ପାକିସ୍ତାନକୁ ଦେଇଦେଲା ଯାହା ଫଳରେ ପାକିସ୍ତାନ କଣ କଲା
ନା ଜାମ୍ମୁ କାଶ୍ମୀର କୁ ପାକିସ୍ତାନ ସହିତ ମିଶିବା ପାଇଁ ବେଲିକିରି ସେ ଗୋଟେ ଅପରେସନ ଜାରି କଲା। ଯୋଉ ଅପରେସନ ନାଁ ହେଲା କଣ? ଅପରେସନ ଗୁଲବର୍ଗା। ପରୀକ୍ଷାଟା ବାରମ୍ବାର ପଚାରୁଛି ଯେ ପାକିସ୍ତାନ ଜାମ୍ମୁ କାଶ୍ମୀର ଉପରକୁ ଯୋଉ ଆଟାକ କରିଥିଲା ସେ କେଉଁ ଅପରେସନ କରିକି ଆଟାକ କରିଥିଲା? ନା ଅପରେସନ ଗୁଲବର୍ଗା। ଡାଇରେକ୍ଟ ଆର୍ମି କେ ପଠେଇ ନଥିଲା, ଏଠାକାର ସ୍ଥାନୀୟ ଲୋକମାନଙ୍କୁ କଣ ଗନ୍ ବନ୍ଧୁକ ସବୁ ଧରିକି ଏଠି ପଠେଇ ଦେଇଥିଲା। ଜାଣିନି ଦେଖନ୍ତୁ ଏଇଟାରେ ଜାମ୍ମୁ କାଶ୍ମୀରଟା ମୁଁ କଣ ବଡ ଆକାରରେ ଦେଖେଇ ଦେଇଛି। ଯେପରି ଆମେ ଏଇଠି ଅଛି ଆମର କଣ ଶ୍ରୀନଗର ଏଠି ଆମର ଅଛି। ଶ୍ରୀନଗର କେଉଁ ନଦୀ ତଟ କୂଳରେ ଅଛି? ନା ଆମର ଝେଲମ ନଦୀ କୂଳରେ ଅଛି। କେଉଁ ନଦୀ କୂଳରେ? ଝେଲମ। ଏଠି ବସିଛନ୍ତି ଆମର କିଏ? ରାଜା ହରି ସିଂ ଆମର ଏଠି ବସିଛନ୍ତି। ଆଉ ମହମ୍ମଦ ଅଲି ଜିନା ଏବଂ ଶେଖ ଅବଦୁଲ୍ଲା କଣ ମିଶାମିଶି ହେଇଯାଇଛନ୍ତି ଯେ ତୁ ମତେ ସାହାଯ୍ୟ କରେ ମୁଁ ତତେ କଣ କରିବି ସବୁ ପ୍ରକାର କ୍ଷମତା ଦେବି। ହେଲେ ଯେତେବେଳେ ଏଠି କଣ ହେଲେ ନା ପାକିସ୍ତାନ ଲୋକମାନେ ଅସ୍ତ୍ର ଶସ୍ତ୍ର ଧରିକି ଆସିଲେ ଶ୍ରୀନଗର ମାନେ ଝେଲମ ନଦୀକୁ ଡେଇଁକିରି କଣ ଝେଲମ ନଦୀ କୂଳରେ ହିଁ ଆମର କଣ ଅଛି? ନା ଆମର ଶ୍ରୀନଗର ଅଛି। ଶ୍ରୀନଗର ସେତେବେଳେ ତାଙ୍କର ସେଇଟା ମଧ୍ୟ କଣ ଥିଲା? ରାଜଧାନୀ ଥିଲା। ଶ୍ରୀନଗର ଆଡେ ଆସିଲେ ଏଠାକାର ରାଜାକୁ କଣ ଯେ ଜଣା ପଡିଗଲା ମାନେ ତାଙ୍କର ଏଇ ମଧ୍ୟ କିଛି କଣ ଥିଲେ ଖୁଫିଆ କିଛି ତାଙ୍କର ଏଇ ମଧ୍ୟ ଲୋକ ଥିଲେ ଯିଏକି କଣ କହିଲେ ଯେ ପାକିସ୍ତାନ ଆର୍ମି ମାନେ ଆପଣଙ୍କୁ ଆସୁଛନ୍ତି ଆଟାକ କରି ମାରିବା ପାଇଁ ବେଲିନି ତେଣୁକରି ଆପଣ କଣ ଜଲ୍ଦି ଯାଆନ୍ତୁ ଦିଲ୍ଲୀକୁ ଯାଆନ୍ତୁ। କୋଉଠିକି? ଦିଲ୍ଲୀକୁ ଯାଆନ୍ତୁ। ଦିଲ୍ଲୀକୁ ଯାଇକି କଣ କରନ୍ତୁ ନା ସାହାଯ୍ୟ ମାଗନ୍ତୁ ଯେ ଆଜ୍ଞା ମତେ ପାକିସ୍ତାନ କଣ ଆଟାକ କରିଦେଲାଣି ଆପଣ ମତେ କଣ କରନ୍ତୁ ସାହାଯ୍ୟ କରନ୍ତୁ। ହେଲେ ଏଠି ରାଜା ହରି ସିଂ କଣ କଲେ ଡାଇରେକ୍ଟ ଆସିଲେ ଦିଲ୍ଲୀ। କୋଉଠି ଆସିଲେ? ଦିଲ୍ଲୀକି ଆସିଲେ। ଦିଲ୍ଲୀକି ଆସିକି କଣ କଲେ ନା ଏଠି ଆମର ପ୍ରଧାନମନ୍ତ୍ରୀ ଆମର କିଏ ଥିଲେ ସେତେବେଳକୁ? ନା ଜବାହରଲାଲ ନେହେରୁଙ୍କ ସହିତ କଣ ହେଲେ ନା ଭେଟ ହେଲେ। ଭେଟ ହେଇ କଣ କଲେ ଯେ ଆଜ୍ଞା ପାକିସ୍ତାନ ମତେ ଆଟାକ କରିବା ପାଇଁ ଆସୁଛି ଆପଣ କଣ କରନ୍ତୁ ନା ମତେ ସାହାଯ୍ୟ କରନ୍ତୁ। ସେଠି ଭାରତ କଣ କଲା ନା ନାଇଁ ଗଲା। ସେତେବେଳକୁ କଣ ପ୍ରଧାନମନ୍ତ୍ରୀ ସିନା ରାଜି ହେଲେ କିନ୍ତୁ ଆମର ଦେଶ ରାଜ୍ୟ ମିଶ୍ରଣ ପାଇଁ ବୋଲି ଆମର ଭାରତ କାହା ହାତରେ ଥିଲା? ଆମ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କାହା ହାତରେ ଥିଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରାଜା ହରି ସିଂଙ୍କୁ କଣ କହିଲେ ଯେ ଦେଖନ୍ତୁ ଆଜ୍ଞା ଆମେ ଆପଣଙ୍କର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିପାରିବୁ ନାହିଁ। କାହିଁକି? କାହିଁକି ନା ୟୁଏନ ଆମେ କଣ କରିଦବ ନା ଆମେ ମତେ ଦୋଷ ନଦୀ ଦବ। ଯଦି ଆପଣ ଭାରତ ସହିତ ବିଲ ପତ୍ରରେ ବା ମିଶ୍ରଣ ଚୁକ୍ତିରେ କେଉଁ ଚୁକ୍ତିରେ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରୁଛନ୍ତି ତେବେ ଯାଇକିରି ଆମେ ଜାଣୁ ଯେ ପାକିସ୍ତାନ ଭାରତକୁ ଆଟାକ କଲା। ଅବଭିୟସଲି ଆମେ କଣ କରିବୁ ଯାଇକିରି ନା ଆମେ ଯାଇକିରି ପାକିସ୍ତାନ ଆର୍ମି ସହିତ ଯୁଦ୍ଧ କରିବୁ ଏବଂ ଆମ ଦେଶକୁ ଆମେ ସୁରକ୍ଷା ଦେବୁ। ଯୋଉ ପର୍ଯ୍ୟନ୍ତ ଆପଣ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିନାହାନ୍ତି ସେଇ ପର୍ଯ୍ୟନ୍ତ ଆମେ ଆପଣଙ୍କୁ ସାହାଯ୍ୟ କରିପାରିବୁ ନାହିଁ। ଯାହାଫଳରେ କଣ ଦୁବିଧାରେ ପଡିଲେ କିଏ? ରାଜା ହରି ସିଂ ବାଧ୍ୟ ହେଲେ ଏବଂ ଭାରତର ମିଶ୍ରଣ ଚୁକ୍ତିରେ କଣ କଲେ ସ୍ୱାକ୍ଷର କଲେ। ସ୍ୱାକ୍ଷର କରିସାରିଲା ପରେ ଭାରତର ଆର୍ମି କଲେ କଣ କଲେ ନା ଯୋଉ ପାକିସ୍ତାନ ଆର୍ମିକୁ ଜାମ୍ମୁ କାଶ୍ମୀରରୁ ବିତାଡିତ କରିକିରି ନେଲେ। ଏପରି ଭାବରେ ଆମର କଣ ହେଇଥିଲା ନା ଜାମ୍ମୁ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଆକାରରେ କଣ ହେଇଥିଲା ନା ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିଥିଲା। କିନ୍ତୁ ରାଜା ହରି ସିଂ କଣ ଚାହୁଁଥିଲେ ଯେ ନାଇଁ ମୁଁ ମୋ ଦେଶକୁ କିଛି ସ୍ୱତନ୍ତ୍ର କ୍ଷମତା ରଖିବା ପାଇଁ ବୋଲି ଚାହୁଁଛି। ମୁଁ ଭାରତ ସହିତ ମିଶିଲି ଯେ କିନ୍ତୁ ତାଙ୍କର ବେଶୀ ଟିକେ କେ ଥିଲା ବାଧ୍ୟବାଧକତାରେ ମିଶିଗଲେ କିନ୍ତୁ କେ ଥିଲା ସେ କେ ଖୁସି କଣ ଅଛି ଯେତେବେଳେ ଆମ ସମ୍ବିଧାନ କଣ ହଉଥିଲା ନା ପ୍ରଣୟନ ହଉଥିଲା ସେ କେ ସେ କାଢିବାର ବୁଝିଲେ। ତେଣୁ କରି ବେଲେ ଭାରତ ସରକାର ତାଙ୍କେ ଟିକେ ବାଧ୍ୟ ହୋଇ କଣ କରିଥିଲେ ନା ଆର୍ଟିକଲ 370 ଆମର ସମ୍ବିଧାନରେ ଯୋଗ କରାଯାଇଥିଲା ଯାହାକି ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାର କାହାକୁ ନା ଆମର ଜାମ୍ମୁ କାଶ୍ମୀର। ଏହାକୁ ଆମେ ନେକ୍ସଟ ପିରିୟଡରେ କହିଲେ ଆର୍ଟିକଲ 370 କଣ ଏବଂ ଆର୍ଟିକଲ 370 କିଭଳି ଭାବରେ ଉଚ୍ଛେଦ ହେଲା ସେ ବିଷୟରେ ଆମେ ନେକ୍ସଟ କ୍ଲାସରେ ଆମେ ପଢିବା। ଆପଣ ବୁଝିପାରିଥିବେ ଯେ ଆମର ଅପରେସନ ଗୁଲବର୍ଗା କଣ ଅଟେ ଏବଂ ଭାରତ ସହିତ ଜାମ୍ମୁ କାଶ୍ମୀର କିଭଳି ଭାବରେ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷରିତ। ଆପଣ ଲେଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଏତିକି। ଜୟ ହିନ୍ଦ।